ଝିଅ ହେଲେ ସେଇ ପର ଝିଅ ତୁମକୁ ବଞ୍ଚାଇ ରଖିବା ପାଇଁ ତା ବାପାଙ୍କ ଗୋଡ଼ ତଳେ ପଡ଼ି କାନି ପତେଇ ଭିକ ମାଗୁଥିଲା। କାହିଁକି ଜାଣିଛ ନା? ତା ଭଲ ପାଇବାକୁ ନିଜ ପଣତ କାନିରେ ବାନ୍ଧି ରଖିବା ପାଇଁ। ଏସବୁ ମୋ ଭାଗ୍ୟ, ମୋ ଗର୍ବ ବଳ। ମୋ ଭାଗ୍ୟ ମତେ ଏମିତି ଭାବରେ ଧୋକା ଦେବ ବୋଲି ମୁଁ ସ୍ୱପ୍ନରେ ଭାବିନଥିଲି। ଆଉ ତମେ କଣ ଭାବିଥିଲ? ତମ ଭାଇକୁ ଆମ ପରିବାରର କେହି ଜଣେ ଯଦି ମିଛ ମର୍ଡର କେସରେ ଜେଲକୁ ପଠେଇ ଦେଇଥାନ୍ତା, ଆରେ ତମେ କଣ ତାକୁ ଫୁଲ ଚନ୍ଦନ ଦେଇ ପୂଜା କରିଥାନ୍ତ? ଦେଖ ମୋ ଭାଉଜଙ୍କୁ ଆଖି ପୁରେଇ ଟିକେ ଭଲ ଭାବରେ ଦେଖ। ମୋ ଭାଇ ଜେଲ ଯିବା ପରଠାରୁ କେମିତି ଏ ଆଖିର ଲୁହକୁ ସେଇ ଆଖିରେ ମାରି ମରି ମରି କାନ୍ଦୁଛନ୍ତି। ଆଜିଠାରୁ ଠିକ ସେମିତି ତମେ କାନ୍ଦିବ, ହେଇ କାନ୍ଦିବ। ଆଜି ଭଳି ଖୁସି ଦିନରେ ତୁମ ଦି ଜଣଙ୍କ ମୁହଁରୁ ଚେନ୍ନାଇ ହସ ଦେଖିଥିଲେ ଏ ମାର ଛାତିଟା କୁଣ୍ଡେ ମୁଣ୍ଡ ହେଇଯାଇଥାନ୍ତା। କାହିଁକି କନ୍ଦାଉଛ ନା? କି ଦୋଷ କରିଛି ମୁଁ ତମମାନଙ୍କୁ? ତମେ କାନ୍ଦି ପାରିବନି। ଆଜିଠାରୁ ସାରା ଜୀବନ କାନ୍ଦିବ। ଇଏ ବାହାର ମୋ ଘରୁ ଆଗେ ବାହାର ତାହେଲେ ତ ତୋ କିଛି ମାରିଦେବେ। तुम भाऊजको जदि तुम्हें माँ परी भक्ति करूथा, लक्ष्मण परी सीता को पूजा करूथा, ताले आज राई खुशी राती टाकू तुम्हें दी जब खुशी रे बितेई दिया। तुमको तुम भाऊजर राण